ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ଅନ୍ତର୍ଗତ ମାଲାବରମ ଓ ମହାରାଜାପଲ୍ଲୀ, ମୋଟୁ, ପୁସୁଗୁଡ଼ା ପଞ୍ଚାୟତ ଗୁଡ଼ିକରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଦିନିଆ ବର୍ଷା ଯୋଗୁଁ ପ୍ରାୟ 60ରୁ 70 ଏକରରେ ଥିବା ଧାନ ଫସଲ ନଷ୍ଟ ହୋଇଛି। ଏନେଇ ଚାଷୀ ହୋଇଛନ୍ତି ଏବେ ହନ୍ତସନ୍ତ। ଚାଷୀମାନଙ୍କ କହିବା ଅନୁଯାୟୀ ଦିନ ଗଡ଼ିଯାଉଥିଲେ ମଧ୍ୟ ସରକାର ମଣ୍ଡି ନ ଖୋଲିବାରୁ ଆଦିବାସୀମାନେ ଧାନ ରଖିବାର ଜାଗା ନ ପାଇ କିଛି ଲୋକ ଧାନ ବିଡ଼ାଗୁଡ଼ିକ ଜମିରେ ରଖିଥିବାରୁ ବର୍ଷାରେ ଭିଜି ଧାନ ଗଜା ବାହାରିଛି। ଏନେଇ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଫସଲ ଅମଳ ସମୟରେ ଅଦିନିଆ ବର୍ଷା ହେବାରୁ ବହୁ ଫସଲ ନଷ୍ଟ ହୋଇଛି। ଲ୍ୟାମ୍ପରୁ ବା ବ୍ୟାଙ୍କରୁ ନେଇଥିବା ଋଣ କିପରି ଶୋଧ କରିବୁ ବୋଲି ଚାଷୀମାନେ ଗଣମାଧ୍ୟମ ଆଗରେ କହିଛନ୍ତି ଏବଂ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ସରକାରଙ୍କୁ କ୍ଷତିପୂରଣ ଦାବି କରୁଛନ୍ତି। ଯଦି ସରକାର କ୍ଷତିପୂରଣ ଦେଲେ ଆମେ ଋଣ ଶୁଝିପାରିବୁ ବୋଲି ସ୍ଥାନୀୟ ଚାଷୀମାନେ ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ସରକାର କେବେ ବୁଝିବେ ମାଲାବରମ ଓ ମହାରାଜାପଲ୍ଲୀ, ମୋଟୁ, ପୁସୁଗୁଡ଼ା ପଞ୍ଚାୟତ ଚାଷୀମାନଙ୍କର ଦୁଃଖ। ଆମର ଗତ ସପ୍ତାହଠୁ ଲଗାତାର ବର୍ଷା ଯୋଗୁଁ ମୋର ଧାନ 5 ଏକର ଧାନ ଚାଷ କରିଥିଲି। ବ୍ୟାଙ୍କରୁ ଲୋନ୍ ଆଣିଥିଲି। ଆଣିକରି ମୁଇଁ ଚାଷ କରିଥିଲି, ଲେବର ଦେଇକରି ଚାଷ କରିଥିଲି। ଏବେ ସେ ସବୁ ଧାନ ଲଗାତାର ବର୍ଷା ଯୋଗୁଁ ଧାନ ସବୁ ମୋର 5 ଏକର ଜାଗାର ଧାନ ସବୁ ନଷ୍ଟ ହୋଇଯାଇଛି। ଏ ପ୍ରତି ସରକାର ଟିକେ ଏ ଉପରେ ଟିକେ ଧ୍ୟାନ ଦେଲେ ଭଲ ହୁଅନ୍ତା। ଆଉ ଗୋଟେ ଗାଁ ବୋଲବାଟା ନାହିଁ, ଆମର ମୋଟୁ ପଞ୍ଚାୟତ, ପୁସୁଗୁଡ଼ା ପଞ୍ଚାୟତ, ତାପରେ ମାଲାବରମ ପଞ୍ଚାୟତ, ଏ 3ଟା ଜିପିରେ ବହୁତ ଲୋକ ଚାଷୀ ଭାଇମାନେ ଲୋନ୍ କାଢ଼ିକରି ଆଣିକି ତାଙ୍କେ ଚାଷ କରିଥିଲେ, କିନ୍ତୁ ବହୁତ ଅଧିକ ପରିମାଣରେ ସେମାନେ ଲସ୍ ଖାଇଛନ୍ତି। ଏହାକୁ ସରକାର ଟିକେ ଦେଖିକି ଆର ଦାବିଟା ମାନି ନିଅନ୍ତୁ ବୋଲି ମୋର ଗୋଟେ ଆଶା। ମାଲକାନଗିରି କାଲି ମେଳାରୁ ନାଗେନ୍ଦ୍ର ଉଇକାଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଆ।